ନମସ୍କାର। ଆଉ ଥରେ ଆପଣମାନଙ୍କୁ ମୁଁ ଆମ ଓଡ଼ିଆ ସବସ୍କୁଲ ପାଠରେ ସ୍ୱାଗତ କରୁଅଛି। ମୁଁ ଆଶା କରୁଛି ସେହି ସଦାପ୍ରଭୁ ପରମେଶ୍ୱର ଆପଣମାନଙ୍କର ସହବର୍ତ୍ତୀ ଅଛନ୍ତି। ମୁଁ ବି ଆଶା କରୁଛି ଆପଣମାନେ ଆମ ଓଡ଼ିଆ ସବସ୍କୁଲକୁ ସେୟାର କରୁଛନ୍ତି। ଆଉ ଆମ ଓଡ଼ିଶା ପ୍ରଦେଶରୁ କେଉଁ କେଉଁ ଜିଲ୍ଲାରୁ ଆପଣମାନେ ଦେଖୁଛନ୍ତି, ଆପଣଙ୍କ ମନ୍ତବ୍ୟ ଆମେ ଜାଣିବା ପାଇଁ ଇଚ୍ଛା କରୁଛୁ। ତାହେଲେ ଚାଲନ୍ତୁ ଏହି ସପ୍ତାହର ପାଠ ଆମେ ଦେଖିବା। ଏହି ସପ୍ତାହର ପାଠ ହେଉଛି God fights for you। ପରମେଶ୍ୱର ତୁମ ପାଇଁ ଯୁଦ୍ଧ କରନ୍ତି ବା ଲଢ଼ନ୍ତି। ଆଜି ବିଶେଷ ଭାବରେ ବା ଏହି ସପ୍ତାହରେ ଆମେ ବିଶେଷ ଭାବରେ ଆଲୋଚନା କରିବା ପରମେଶ୍ୱର କିପରି ଆମ ପାଇଁ ଲଢ଼ନ୍ତି। ଶନିବାର ଅକ୍ଟୋବର 25 ତାରିଖ 2025। ଆଉ ଏହି ସପ୍ତାହର ପାଠ ହେଉଛି ପରମେଶ୍ୱରଙ୍କର ତୁମର ପାଇଁ ବା ପରମେଶ୍ୱର ତୁମ ପାଇଁ ଲଢ଼େଇ କରିବେ ବା ଯୁଦ୍ଧ କରିବେ। ଚାଲନ୍ତୁ ଏହା ଆରମ୍ଭ କରିବା ପୂର୍ବେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସବସ୍କୁଲ ପାଠ ଆମେ ଧ୍ୟାନ କରିବାକୁ ଯାଉଅଛୁ, ଯେପରିକି ଏହି ସବସ୍କୁଲ ପାଠ ଆମେ ବୁଝିପାରିବୁ, ମନରେ ରଖିପାରିବୁ, ଆଉ ସେହି ବାକ୍ୟ ଅନୁସାରେ ଆମେ ଚାଲିପାରିବୁ। ଏଥିପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ଯେବେ ଯୀଶୁଖ୍ରୀଷ୍ଟ ଆପନା ସହସ୍ର ଦୂତଙ୍କ ସହ ଏହି ଜଗତକୁ ଆସିବେ ଆପନା ଦାସମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଏହି ସପ୍ତାହରେ ଆମମାନେ ଅଧ୍ୟୟନ କରିବାକୁ ଯାଉଅଛୁ ଆଦି ପୁସ୍ତକ 15 ତାର 16 ପଦ, ଲେବୀୟ 18 23-30, ଦ୍ୱିତୀୟ ତିମୋଥୀ 4 1-8, ଯାତ୍ରା ପୁସ୍ତକ 23 28-30, ଆଉ ଦ୍ୱିତୀୟ ବିବରଣ 20 10-15 ଆଉ 18, ଆଉ ଜିସାୟ 9-16 ଆମେ ଆଲୋଚନା କରିବାକୁ ଯାଉଅଛୁ। ବନ୍ଧୁ, ଏହି ସପ୍ତାହର ସ୍ୱର୍ଣ୍ଣ ପଦ ହେଉଛି, ଯାହା ଆମେ ଦେଖୁଛୁ ଦ୍ୱିତୀୟ ବିବରଣ, କ୍ଷମା କରନ୍ତୁ, ଜିହୋଶୟ 10-14, ଜିହୋଶୟ 10-14। ଆଉ ଏଠି ଆମେ ପାଉଅଛୁ କି ଏହିପରି ଜିହୋଶୟ ଏହି ସମସ୍ତ ଦେଶ ଓ ରାଜମାନଙ୍କୁ ଏକାବେଳେ ହସ୍ତଗତ କଲେ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲର ପକ୍ଷରେ ଯୁଦ୍ଧ କଲେ। ବନ୍ଧୁ, ଯେବେ ଇସ୍ରାଏଲ ପ୍ରଜାମାନେ ମିଶ୍ର ଦେଶରୁ କେନାନ ଦେଶକୁ ଯାତ୍ରା ଆରମ୍ଭ କଲେ, ଆଉ ସେମାନଙ୍କ ଯାତ୍ରାରେ ଆମେ ଦେଖୁଅଛୁ କିପରି ବିଭିନ୍ନ ରାଜାମାନେ ଇସ୍ରାଏଲ ବିରୁଦ୍ଧରେ ସେମାନେ ଲଢ଼େଇ କରିଥିଲେ। ଆଉ ଆମେ ଦେଖୁଛୁ ଆଜିର ସ୍ୱର୍ଣ୍ଣ ପଦରେ ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲ ମାନଙ୍କୁ କିପରି ସପକ୍ଷ କରି ତାଙ୍କୁ ସାହାଯ୍ୟ କଲେ, ଆଉ ତାଙ୍କ ଶତ୍ରୁମାନଙ୍କୁ ସେ ହରାଇଲେ ବୋଲି ଆମେ ଦେଖୁଅଛୁ। ତା ବାଦେ କିପରି ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ, ତାହା ବି ଆମେ ଦେଖୁଅଛୁ। ବନ୍ଧୁ, ଜିହୋଶୟଙ୍କ ପୁସ୍ତକରେ କିଛି ବିଚଳିତ ଦୃଶ୍ୟ ରହିଅଛି। ଈଶ୍ୱରଙ୍କ ଦ୍ୱାରା
ପ୍ରଦତ୍ତ ଅନ୍ୟ ଏକ ଗୋଷ୍ଠୀକୁ ଧ୍ୱଂସ କରିବା ପାଇଁ ଏକ ଗୋଷ୍ଠୀକୁ ଚିତ୍ରଣ କରି ଦିଆଯାଇଛି କିମ୍ବା ପବିତ୍ର ଯୁଦ୍ଧର ଧାରଣା ଦ୍ୱାରା ଗମ୍ଭୀର ପ୍ରଶ୍ନ ଉଠାଯାଇଛି କି ପୁରୁଣା ନିୟମରେ ଈଶ୍ୱରୀୟ ଯୁଦ୍ଧର ପ୍ରସଙ୍ଗ ଏକ ପ୍ରତିବାଦିତ। ଈଶ୍ୱର ଜଗତର ସର୍ବୋତ୍ତମ ପ୍ରଭୁ ଭାବରେ ପୁରୁଣା ନିୟମରେ ଆମେ ଦେଖୁଅଛୁ। ତେଣୁ ଯାହା ଘଟେ ତାହା କୌଣସି ପ୍ରକାରେ ତାଙ୍କର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଇଚ୍ଛା ସହିତ ଜଡ଼ିତ ହେବା ଉଚିତ। ତେଣୁ ପରମେଶ୍ୱର ଏପରି ଜିନିଷଗୁଡ଼ିକୁ କିପରି ଅନୁମତି ଦେଇପାରିବେ, ଏହିପରି ଆମର ମନରେ ପ୍ରଶ୍ନଟି ଆସିଥାଏ। ପ୍ରଶ୍ନଟି ଅନିବାର୍ଯ୍ୟ ହୋଇଯାଏ। ଯେପରି ଗତ ସପ୍ତାହରେ ଆମେ ଦେଖିଲୁ ବନ୍ଧୁ ଯେ ଈଶ୍ୱର ସ୍ୱୟଂ ଏକ ସଂଘର୍ଷରେ ଜଡ଼ିତ, ଯାହା ମାନବ ଇତିହାସରେ ଲଢ଼ିଥିବା ଯେକୌଣସି ଯୁଦ୍ଧ କିମ୍ବା ଯୁଦ୍ଧ ଅପେକ୍ଷା ବହୁତ ବଡ଼। ଏକ ଯୁଦ୍ଧ ଯାହା ଆମ ଜୀବନର ପ୍ରତ୍ୟେକ ଦିଗକୁ ପରିପୂର୍ଣ୍ଣ କରେ। ଆମେ ମଧ୍ୟ ଦେଖିଲୁ ଯେ ବନ୍ଧୁ ବାଇବଲ ଏବଂ ଧର୍ମ ନିରପେକ୍ଷ ଇତିହାସର ଘଟଣାଗୁଡ଼ିକୁ କେବଳ ଏହି ସଂଘର୍ଷର ଆଲୋକରେ ସମ୍ପୂର୍ଣ୍ଣ ଭାବରେ ବୁଝାଇ ଦେବେ। ବନ୍ଧୁ ଏହି ସପ୍ତାହରେ ଏହି ବିଷୟରେ ଆମେ ଆଲୋଚନା କରୁଛୁ। ତା ବାଦେ ଆମେ ଦେଖୁଛୁ ବନ୍ଧୁ କି ମିଶ୍ର ଛାଡ଼ିବା ପରେ ଏବ୍ରୀମାନେ ଯେପରି ଆଶା କରିଥିଲେ ସେପରି କିନାନ ଅଧିକାର କରିବାରେ ବିଫଳ ହୋଇଥିବାରୁ ବିଦେଶୀ ଜାତିମାନେ ପ୍ରଭୁ ଏବଂ ତାଙ୍କ ଲୋକମାନଙ୍କୁ ନିନ୍ଦା କରିଥିଲେ ବୋଲି ଆମେ ଦେଖୁଛୁ। ଇସ୍ରାଏଲ ପ୍ରାନ୍ତରେ ଏତେ ସମୟ ଧରି ଯାତ୍ରା କରୁଥିଲେ ସେମାନଙ୍କ ଶତ୍ରୁମାନେ କିପରି ବିଜୟୀ ହୋଇଥିଲେ ଏବଂ ସେମାନେ ପରିହାସ କରି ଘୋଷଣା କରିଥିଲେ ଯେ ଏବ୍ରୀମାନଙ୍କର ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞାତ ଦେଶରେ ଆଣିବାରେ ନାହିଁ ବୋଲି ସେମାନେ ଏହିପରି କହିଥିଲେ। ପ୍ରଭୁ ଏବେ ତାଙ୍କ ଲୋକଙ୍କ ସମ୍ମୁଖରେ ଯାହା ଜର୍ଦ୍ଦନ ନଦୀ ଖୋଲିଲା ତାଙ୍କ ଶକ୍ତି ଏବଂ ଅନୁଗ୍ରହର ସଂକେତ ଭାବରେ ପ୍ରକାଶ କରୁଥିଲା ବୋଲି ଆମେ ଦେଖୁଛୁ। ବନ୍ଧୁ ନିରୀହର ଲୋକମାନଙ୍କ ସମ୍ପୂର୍ଣ୍ଣ ବିନାଶ କେବଳ ମୋଶାଙ୍କ ଦ୍ୱାରା ପୂର୍ବରୁ କିନାନର ବାସିନ୍ଦାମାନଙ୍କ ବିଷୟରେ ଦିଆଯାଇଥିବା ଆଦେଶଗୁଡ଼ିକର ଏକ ପୂରଣ ଥିଲା। ଯେପରି ଆମେ ଦେଖୁଛୁ ବନ୍ଧୁ ଦ୍ୱିତୀୟ ବିବରଣ 7:2ରେ କି ଏହିପରି ଲେଖାଯାଇଛି କି ତୁମ୍ଭେ ସେମାନଙ୍କୁ ଆଘାତ ନଗରଗୁଡ଼ିକ ମଧ୍ୟରୁ ତୁମ୍ଭେ ବିଶ୍ୱାସ ନେଇଥିବା କୌଣସି ବ୍ୟକ୍ତିକୁ ଜୀବିତ ରଖିବ ନାହିଁ, ମାନେ ସମ୍ପୂର୍ଣ୍ଣ ଭାବରେ ସେହି ନଗରକୁ ବିନଷ୍ଟ କରିବ ଆଉ କୌଣସି ବ୍ୟକ୍ତିକୁ ବଞ୍ଚାଇ ରଖିବ ନାହିଁ ବୋଲି ମୋଶାଙ୍କ ଦ୍ୱାରା ପରମେଶ୍ୱର ଇସ୍ରାଏଲ ପ୍ରଜାମାନଙ୍କୁ କହିଥିଲେ। ସେହିପରି ଦ୍ୱିତୀୟ ବିବରଣ 20:16ରେ ଆମେ ଦେଖୁଛୁ ଯେ ଅନେକଙ୍କ ପାଇଁ ତାର ବିପରୀତ ମନେ ହୁଏ, କିନ୍ତୁ ପ୍ରକୃତରେ ବନ୍ଧୁ ସେଗୁଡ଼ିକ ଅନନ୍ତ ଜ୍ଞାନ ଏବଂ ମଙ୍ଗଳର ନିର୍ଦ୍ଦେଶ ଥିଲା। ପରମେଶ୍ୱର କିନାନରେ ଇସ୍ରାଏଲକୁ ପ୍ରତିଷ୍ଠା କରିବାକୁ ଯାଉଥିଲେ। ସେମାନଙ୍କ ମଧ୍ୟରେ ଏକ ଜାତି ଏବଂ ଏକ ସରକାର ବିକଶିତ କରିବାକୁ ଯାଉଥିଲା। ଏହି ପୃଥିବୀରେ ତାଙ୍କ ରାଜ୍ୟର ପ୍ରକାଶ ହେବ। ଯେପରି ସେମାନେ କେବଳ ସତ୍ୟ ଧର୍ମର ଉଦ୍ଧାରକାରୀ ହେବା ପାଇଁ ନଥିଲେ, ବରଂ ସାରା ବିଶ୍ୱରେ ଏହାର ନୀତିଗୁଡ଼ିକ ଯେପରିକି ପ୍ରସାରିତ ହୋଇପାରିବ ସେଥିପାଇଁ ସେମାନେ ବଛା ଯାଇଥିଲେ। କିନାନୀୟମାନଙ୍କ ନିଜକୁ ସବୁଠାରୁ ଘୃଣ୍ୟ ଏବଂ ସବୁଠାରୁ ଅପମାନଜନକ ମୂର୍ତ୍ତିବାଦରେ ପରିତ୍ୟାଗ କରିଥିଲେ ବନ୍ଧୁ, ଏବଂ ଦେଶକୁ ଏପରି କିଛିରୁ ମୁକ୍ତ କରିବା ଆବଶ୍ୟକ ଥିଲା ଯାହା ପରମେଶ୍ୱର
କୃପାପୂର୍ଣ୍ଣ ଉଦ୍ଦେଶ୍ୟ ପୂର୍ଣ୍ଣ କରିବାରେ ନିଶ୍ଚିତ ଭାବରେ ବାଧା ସୃଷ୍ଟି କରିଥିଲେ। ବନ୍ଧୁ, କିନାନର ବାସିନ୍ଦା ମାନଙ୍କୁ ଅନୁତାପ ପାଇଁ ପ୍ରଚୁର ସୁଯୋଗ ଦିଆଯାଇଥିଲା। 40 ବର୍ଷ ପୂର୍ବରୁ ଲୋହିତ ସାଗର ଯାହା ଖୋଲିବା ଏବଂ ମିଶ୍ର ଉପରେ ବିଚାର ଇସ୍ରାଏଲ ପରମେଶ୍ୱରଙ୍କ ସର୍ବୋଚ୍ଚ ଶକ୍ତି ପ୍ରମାଣ କରୁଛି। ଏବଂ ବର୍ତ୍ତମାନ ମିଦିଅନ, ଗିଲିୟନ ଏବଂ ବାସନର ରାଜାମାନଙ୍କର ପତନ ଆହୁରି ଦେଖାଯାଇଥିଲା ଯେ ଜିହୋବା ସମସ୍ତ ଦେବତାଙ୍କର ଉପରେ ଥିଲେ ବୋଲି ବା ସମସ୍ତ ଦେବତା ମାନଙ୍କର ଦେବ ଥିଲେ। ବାଲ ପିଓରର ଘୃଣ୍ୟ ରୀତିନୀତିରେ ଅଂଶଗ୍ରହଣ କରିବା ପାଇଁ ଇସ୍ରାଏଲ ଉପରେ ଆସିଥିବା ବିଚାର ତାଙ୍କ ଚରିତ୍ରର ପବିତ୍ରତା ଏବଂ ଅଶୁଦ୍ଧତା ପ୍ରତି ତାଙ୍କୁ ଘୃଣ୍ୟ ସ୍ପଷ୍ଟ କରିଥାଏ। ଏହି ସମସ୍ତ ଘଟଣା ୟରିହୋର ବାସିନ୍ଦାମାନେ ଶୁଣିଥିଲେ, ଜାଣିଥିଲେ ବନ୍ଧୁ। ଏବଂ ଅନେକ ଲୋକ ରାହାବର ବିଶ୍ୱାସକୁ ସହଭାଗିତା କରିଥିଲେ ବୋଲି ଆମେ ଦେଖୁଅଛୁ। ଯଦିଓ ସେମାନେ ଏହାକୁ ମାନିବାକୁ ମନା କଲେ ଯେ ଇସ୍ରାଏଲ ପରମେଶ୍ୱର ଯେ କି ଜିହୋବା, ସେ ଉପରରେ ସ୍ୱର୍ଗରେ ଏବଂ ତଳେ ପୃଥିବୀରେ ସେ ପରମେଶ୍ୱର ଅଟନ୍ତି ବୋଲି ସେମାନେ ଜାଣନ୍ତି। ତା ବାଦେ ସେମାନେ ବି ଜାଣନ୍ତି କି ଜଳପ୍ଳାବନ ପୂର୍ବରୁ ଲୋକମାନଙ୍କ ପରି କିନନୀୟ ମାନେ କେବଳ ସ୍ୱର୍ଗକୁ ନିନ୍ଦା କରିବା ଏବଂ ପୃଥିବୀକୁ କୁଶଳିତ କରିବା ପାଇଁ ବଞ୍ଚିଥିଲେ ବୋଲି ଆମେ ଦେଖୁଛୁ। ଏବଂ ପ୍ରେମ ଏବଂ ନ୍ୟାୟ ଉଭୟ ପରମେଶ୍ୱରଙ୍କ ବିରୁଦ୍ଧରେ ଏବଂ ମନୁଷ୍ୟର ଶତ୍ରୁ ଏହି ବିଦ୍ରୋହୀ ମାନଙ୍କୁ ତୁରନ୍ତ ମୃତ୍ୟୁଦଣ୍ଡ ଦେବା ଦାବି କରିଥିଲା ବୋଲି ଆମେ ଦେଖୁଅଛୁ। ଏହି ବିଷୟରେ ଆମେ ଏହି ସପ୍ତାହରେ ବିଶେଷ ଭାବରେ ଆଲୋଚନା କରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସବସ୍କୁଲ ପାଠ ଦ୍ୱାରା ସେହି ସଦାପ୍ରଭୁଙ୍କର ବିଷୟରେ ଆମେ ଦେଖିଲୁ କି ସଦାପ୍ରଭୁ ଆମମାନଙ୍କ ସପକ୍ଷରେ ରହି ଯୁଦ୍ଧ କରନ୍ତି, ଆମମାନଙ୍କୁ ସେହି ଶୈତାନ ହସ୍ତରୁ ଉଦ୍ଧାର କରନ୍ତି ଆଉ ଆମମାନଙ୍କୁ ଏମିତି ପଥରେ କଢାଇ ନିଅନ୍ତି ଯେଉଁଠାରେ ଅସୁବିଧା କି ବାଧା ନ ରହେ। ପ୍ରଭୁ, ଏହି ବାକ୍ୟରେ ଧ୍ୟାନ ଦେବା ପାଇଁ, ଏହି ବାକ୍ୟ ବୁଝିବା ପାଇଁ ଆମମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ଶୁଣି ଗ୍ରହଣ କର। ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।